ତାଙ୍କୁ କେମିତି ଦୂରେଇ କଲେ ଏବେ କଣ ଆପଣ ଖୁସି ନୁହନ୍ତି? ଏଇ ଶୁଣିଛଟି ଶୁଣିଛଟି ତମ ବୋହୂ କଣ କହୁଛି? ୟାପରେ ତମେ କଣ କହିପାରିବ ଏ ଝିଅ ଭଲ ନୁହଁ, ମୋ ଘର ବୋହୂ ହବା ପାଇଁ ଯୋଗ୍ୟ ନୁହଁ? ସାରିଆ ହାତୀର ଦେଖେଇବା ଦାନ୍ତ ଅଲଗା, ଖାଇବା ଦାନ୍ତ ଅଲଗା। ଏ ଝିଅ ଜାପାନୀ ଗିଲାସରେ ପାଣି ପିଏ, ମାର୍ବଲ ଚଟାଣରେ ଚାଲେ, ମୁଟା ଗଦିରେ ଶୁଏ। ଆଜି ତା ବାପ ଛାତିକି ଗୋଇଠା ମାରିଛି, କୋଉ ଦିନ ତ କଲିଜାକୁ ଗୋଇଠା ମାରୁ। ତୋର ଏକମାତ୍ର ବୋଉକୁ ତୋ ଠାରୁ ଛଡେଇ ଦବ, ଶେଷ ବେଳରେ ତୋ ମୁହଁରେ ଗଙ୍ଗା ଜଳ ଟିକେ ଦବାକୁ କେହି ହତ ଶୁଣୁଛୁ ନା, ସେମିତି କହୁନି। ତା ଛାଇ ଯେମିତି ମୋ ଉପରେ ବାହାର କରିବେ। ମୁଁ ସେତେବେଳକୁ ବାହା ହେଇ ସାରିଛି, ମୁଁ ଏବେ ତାକୁ ଘରୁ ବାହାର କରିଦେଲେ ସେ କୁଆଡେ ଜୀବନ ନା କୋଉଠି ରହିବ ସେ? ଟିକେ ରୋନାଲକୁ ବୁଝା ବୁଝା ମୋ ମାଟା ବୁଝା। ହଉ ର ତମେ କଣ ଜାଣ ସେ ଝିଅର ବାପା କେମିତିକା? ସେ କଣ ପୁଣି ଥରେ ଶୀତଳକୁ ଘରକୁ ଫେରେଇ ନେବେ? ଶୀତଳ ଯଦି ଏ ଘରେ ନ ରହିବ ତାହେଲେ କୁଆଡେ ଯିବ? ସେ କାହାର ହବ? କଣ କରିବ? ଏତେ ପ୍ରଶ୍ନ ଉତ୍ତର ମୁଁ ଦେଇପାରିବି? କି ପରୀକ୍ଷା ଦେବି ମୁଁ? ଆପଣ କୁହନ୍ତୁ, କଣ କଲେ ଆପଣ ମତେ ବିଶ୍ୱାସ କରିବେ? ମୁଁ ସତ କହୁଛି ନା, ସମସ୍ତଙ୍କ ବିନା ମୁଁ ବଞ୍ଚି ପାରିବିନି। ଦୟା କରନ୍ତୁ ମତେ ଏ ଘରେ ମତେ ରହିବାକୁ ମନା କରନ୍ତୁନି। ଯାହା କହିବି ତୁ କରିପାରିବ? ଯଦି କହିବେ ମୁଁ ପିଠି ପତେଇ ଦଉଛି। ମୋ ଡାଡିଙ୍କ ପ୍ରତି ଥିବା ସବୁ ରାଗ ଅଭିମାନ ମୋ ପିଠିରେ ସଜାଇ ଦିଅନ୍ତୁ, ମାରନ୍ତୁ, ପିଟନ୍ତୁ, ଯାହା ଶାସ୍ତି ଦେବା କଥା ଦିଅନ୍ତୁ, ହେଲେ ମତେ ଘର ବହୁ ପୁଣିଆରୁ ବଞ୍ଚିତ କରନ୍ତୁନି।